ରାନୁ ଚଢ଼େଇ ବହୁତ ପରିଶ୍ରମୀ ଥିଲା। ସେ ଶୀତ ଋତୁ ପାଇଁ ପୁରାପୁରି ପ୍ରସ୍ତୁତ ହୋଇଯାଇଥିଲା। ଏବେ ରାନୁ ଚଢ଼େଇ ନିଜ ପାଇଁ ଗରମ ଘର ତିଆରି କରୁଥିଲା। ସେତିକି ବେଳେ ତା ଛୋଟ ଝିଅ ଗୁଡିଆ କହିଲା, ମାମା ତମେ ବହୁତ ପରିଶ୍ରମୀ। ବଡ ହେଲେ ମୁଁ ବି ତମ ଭଳିଆ ହେବି। ତମ ଭଳିଆ ପରିଶ୍ରମ କରିବି, ଆଉ କେବେ ବି କାହାର କ୍ଷତି କରିବିନି। ସାବାସ ମୋ ଝିଅ, ତୁ ତ ଏବେଠୁ ମୋ ମାମା ଭଳିଆ ହେଲୁଣି। ମୁଁ ବି ଏସବୁ ମୋ ମାମା ପାଖରୁ ଶିଖିଥିଲି। ହେଲେ ଏବେ ତୁ ବହୁତ ଛୋଟ ଅଛୁ, ସେଥିପାଇଁ ତୁ ଖାଲି ବସିକି ଦେଖେ। ଏ କାମ ମୁଁ ନିଜେ ନିଜେ ହିଁ କରିଦେବି। ଏମିତି ପ୍ରକାରେ ସେ ମା ଝିଅ ନିଜ ପାଇଁ ଗରମ ଘର ତିଆରି କରିଦେଲେ। ଦୂରରେ ବସିକି ଗୋରି ଆଉ କାଳୁ ସେସବୁକୁ ଦେଖୁଥିଲେ। ଗୋରି, ଶୀତ ଋତୁ ଆସିବାର ଅଛି, ସେଥିପାଇଁ ସେ ଛୋଟ ଚଢ଼େଇ ନିଜ ପାଇଁ ଘର ତିଆରି କରୁଛି, ଆଉ ଆମେ ଏଠି ବସିକି ତାକୁ ଦେଖୁଛୁ। ଚାଲ ଆମେ ବି ଆମ ପାଇଁ ଗୋଟେ ନୂଆ ଘର ତିଆରି କରିବା। ହେଲେ କେମିତି କାଳୁ? ଚଢ଼େଇ ଘର ତିଆରି କରିବା ପାଇଁ ଶୁଖିଲା କାଠ ସଂଗ୍ରହ କରିକି ପାହାଡ ଉପରୁ ଆଣିଛି। ମୁଁ ଏତେ ଦୂରକୁ ଉଡିକି ଯାଇପାରିବିନି, ମୋ ଡେଣା ବହୁତ ଦୁର୍ବଳ। ତାହେଲେ ଏଇଠି ବସିକି ରହ। ଯେତେବେଳେ ଥଣ୍ଡାରେ ମରିବୁ ସେତେବେଳେ ଚଢ଼େଇ ଘରକୁ ଦୌଡୁଥିବୁ। ହେଲେ ଏକଥା ମନେ ରଖିଥା, ଚଢ଼େଇ ବି ଆମକୁ ସାହାଯ୍ୟ କରିବନି, କାରଣ ଗଲା ବର୍ଷ ଶୀତ ହେବାର ବାହାନା କରିକି ତୁ ତା ଘରେ ପଶିଗଲୁ ଆଉ ଚଢ଼େଇର ସବୁ ଖାଇବାକୁ ଖାଇଦେଲୁ। ତମେ ଚିନ୍ତା କରନି, ମୋ ପାଖରେ ଗୋଟେ ଭଲ ଉପାୟ ଅଛି। ମୁଁ ଶୀତରୁ ବଞ୍ଚିବା ପାଇଁ କିଛି ନା କିଛି ଉପାୟ ନିଶ୍ଚୟ କରିଦେବି। ଏବେ ତମେ ଯାଅ, ମୋ ପାଇଁ ମିଠା ଫଳ ଖୋଜିକି ଆଣ। ଏମିତି ଗୋରି କାଉ କାଳୁ କାଉକୁ ଖାଇବା ଆଣିବା ପାଇଁ ଛାଡିଦେଲା। ଘର ତିଆରି କରିବା କଥା ସେତିକିରେ ବନ୍ଦ କରିଦେଲେ। ଦିନ ପରେ ଦିନ ବିତିଗଲା। ଏବେ ଶୀତ ଦିନ ଆରମ୍ଭ ହୋଇଗଲା। ଜଙ୍ଗଲରେ ଅଳ୍ପ ଅଳ୍ପ ବରଫ ପଡିବା ଆରମ୍ଭ ହୋଇଯାଇଥିଲା। ଗୁଡିଆ, ଚୁପଚାପ ଆମ ଗରମ ଘରକୁ ଆସେ। ବାହାରେ ବହୁତ ଥଣ୍ଡା ଲାଗୁଛି। ଏମିତି ଥଣ୍ଡାରେ ତୋ ଦେହ ବହୁତ ଖରାପ ହେଇଯିବ। ହଁ ମାମା, ମୁଁ ଆସୁଛି। ହେଲେ ଦେଖ ତ ମାମା, ଏ ବରଫ ଦେଖିବାକୁ ବହୁତ ସୁନ୍ଦର, ଠିକ ଧଳା ତୁଳା ପରି ଦେଖାଯାଉଛି। ହଁ ଝିଅ, ତୁ ଜଲ୍ଦି ଆସେ, ନହେଲେ ମୁଁ ଦୁଆରକୁ ବନ୍ଦ କରିଦେବି। ତାପରେ ତୁ ରାତି ସାରା ବରଫରେ ହିଁ ଖେଳିବୁ। ଗୁଡିଆ ନିଜ ଘର ଭିତରକୁ ଗଲା, ଆଉ ଗୋରି ତା ପୁରୁଣା ଭଙ୍ଗା ଘରେ ବସିଥିଲା। ତାକୁ ବହୁତ ଥଣ୍ଡା ଲାଗୁଥିଲା। ଗୋରି, ଏବେ କିଛି ବ୍ୟବସ୍ଥା କରେ। ସେତେବେଳେ ତ ବହୁତ ବଡ ବଡ କଥା କହୁଥିଲୁ, ଏବେ ଥଣ୍ଡା ତ ଲାଗିକି ରହିବ। ଏବେ କିଛି ବ୍ୟବସ୍ଥା କରେ। ହଁ ହଁ କାଳୁ, ମୁଁ ତ ଠିକ ସେଇ କଥା ହିଁ ଭାବୁଥିଲି। ଆମେ ଚାଲ ସେ ଚଢ଼େଇକୁ ତା ଘରୁ ବାହାର କରିଦେବା, ଆଉ ଆମେ ତା ଘରକୁ ଆମ ହାତ ମୁଠାକୁ ଆଣିବା। ହେଲେ କେମିତି ଗୋରି? ଚଢ଼େଇ ତ ଏତେ ପାଗଳ ନୁହେଁ ଯେ ନିଜେ ତିଆରି କରିଥିବା ଘରକୁ ଛାଡିକି ଚାଲିଯିବ। ଟିକେ ଧୈର୍ଯ୍ୟ ଧର କାଳୁ। ଚଢ଼େଇ ଆଉ ତା ଝିଅକୁ କିଛି ଦିନ ପାଇଁ ବହୁତ ଦୂରକୁ ଛାଡିଦେବା। ତାପରେ ସେ ଘର ବି ଆମର, ଆଉ ଚଢ଼େଇ ଜମା କରିକି ରଖିଥିବା ଖାଇବା ବି ଆମର। ତମେ ଦେଖ ମୁଁ କେମିତି ଚଢ଼େଇକୁ ଘରୁ ବାହାର କରିକି ଆସୁଛି। ଏତିକି କହିକି ଗୋରି ଉଡି ଉଡି ଯାଇ ଚଢ଼େଇର କବାଟ ବାଡେଇବାକୁ ଲାଗିଲା। ଚଢ଼େଇ ଭଉଣୀ, ଚଢ଼େଇ ଭଉଣୀ, ଜଲ୍ଦି ଦୁଆର ଖୋଲ। କଣ ହେଲା ଗୋରି? ତମେ ମୋ କବାଟ ଭାଙ୍ଗିଦବ ନା କଣ? ଚଢ଼େଇ ଭଉଣୀ, ମୁଁ ଏବେ ଏବେ ତମ ମା ରହୁଥିବା ଜଙ୍ଗଲରୁ ଆସୁଛି। ତମ ମାଙ୍କର ଦେହ ବହୁତ ଖରାପ ଅଛି। ସେ ତମକୁ ଖୋଜୁଥିଲେ, ଆଉ ତମକୁ ଜଲ୍ଦି ଯିବାକୁ କହିଛନ୍ତି। ମୋ ମାଙ୍କ ଦେହ ଖରାପ? ତମକୁ ବହୁତ ବହୁତ ଧନ୍ୟବାଦ ଗୋରି, ମୁଁ ଏବେ ହିଁ ଯାଉଛି। ନିରୀହ ଚଢ଼େଇ ଗୋରି କଥାକୁ ବିଶ୍ୱାସ କରିଦେଲା। ସେ ତା ଝିଅକୁ ନେଇକି ନିଜ ମାଙ୍କ ଘରକୁ ଚାଲିଗଲା। ଚାଲ ଚାଲ କାଳୁ, ଜଲ୍ଦି ଚାଲ। ସେ ଛୋଟ ବୋକି ଚଢ଼େଇ ତା ମାଙ୍କ ଘରକୁ ଚାଲି ଯାଇଛି। ସେ ଦୁଇ ଜଣ ଚଢ଼େଇର ଘରର ତାଲାକୁ ଭାଙ୍ଗିଦେଲେ, ଆଉ ସେ ଘର ଭିତରେ ଆରାମରେ ରହିବାକୁ ଲାଗିଲେ। ସକାଳ ହେଇଗଲା। ଚଢ଼େଇ ଭଉଣୀ, ଚଢ଼େଇ ଭଉଣୀ, ଦୁଆର ଖୋଲ, ମୁଁ ଲୁସି କହୁଛି। ଲୁସି ଭଉଣୀ, ଏବେ ଆଉ ଏଠି ଚଢ଼େଇ ରହୁନି। ତା ମାଙ୍କ ଦେହ ବହୁତ ଖରାପ ଥିଲା, ହେଲେ ଚିକିତ୍ସା ପାଇଁ ତା ପାଖରେ କିଛି ପଇସା ନଥିଲା। ସେଥିପାଇଁ ଚଢ଼େଇ ଆମକୁ ତା ଘରକୁ ବିକ୍ରି କରିଦେଇଛି। ଓହୋ, ତାହେଲେ ଏମିତି କଥା। ତାହେଲେ ଏବେ ମୁଁ ଯାଉଛି, ଆଉ କେବେ ବି ଆସିବିନି। ଆରେ ଲୁସି ଭଉଣୀ, ଏବେ ତମେ ଆସିଛ ମାନେ ଚଢ଼େଇ ପାଖରେ ନିହାତି କିଛି କାମ ଥିବ। ତମକୁ ଯାହା ବି କହିବାର ଅଛି ମତେ କହିଦିଅ, କାରଣ ଆମେ ଏବେ ତମ ପଡୋଶୀ। କଥା କଣ କି, ଆଜି ମୋର ଗରମ ଗରମ ଗାଜର ଦାନା ଖାଇବାକୁ ଇଚ୍ଛା ହଉଥିଲା, ସେଥିପାଇଁ ଚଢ଼େଇକୁ ଗାଜର ମାଗିବାକୁ ଆସିଥିଲି। ଗାଜର ଦାନା? ସେ ତ ମୋ ପାଖରେ ବି ଅଛି, କାଳୁ ଆଣିଥିଲେ। ରୁହ, ମୁଁ ଏବେ ଆଣୁଛି।
ଏମିତି ଗୋରିକାଉ ଚଢେଇ ଜମା କରିଥିବା ଖାଇବାର କିଛି ଖାଇବା ଲୁସିକୁ ଦେଇଦେଲା। ଲୁସି ଖୁସିରେ ସେଠାରୁ ଚାଲିଗଲା। ଗୋରି, ତୁ ଏ କଣ କଲୁ? ସେ ଲୁସିକୁ ଏତେ ଖାଇବା କଣ ପାଇଁ ଦେଲୁ? କାଳୁ, ଦେଖିଲ ତମେ, ଲୁସି କେତେ ଖୁସିରେ ଏଠାରୁ ଚାଲିଗଲା। ଏବେ ତ ଫ୍ରିରେ ଘର ପାଇବାକୁ ଆମକୁ ହବ। ସେଥିପାଇଁ ପଡୋଶୀଙ୍କୁ ହାତ ମୁଠାରେ ରଖିବାକୁ ପଡିବ ନା। ଠିକ କହିଲୁ ଗୋରି, ତୁ ପୁରାପୁରି ଠିକ କଥା କହିଲୁ। ସେ ଚଢେଇ ବି ଦିନେ ନା ଦିନେ ସତ କଥା ଜାଣିକି ନିଶ୍ଚୟ ଫେରିକି ଆସିବ। ମା, ମା, ଏବେ ତମ ଦେହ କେମିତି ଅଛି ମା? ମୋର କଣ ହବ? ମୁଁ ତ ପୁରାପୁରି ଠିକ ଅଛି। ହେଲେ ଏତେ ଥଣ୍ଡାରେ ତୁ କଣ ପାଇଁ ବ୍ୟସ୍ତ ହୋଇ ପଡୁଛୁ? କିଛି କଥା ନାହିଁ ମା, ମୋର ତମ କଥା ମନେ ପଡିଲା ତ, ସେଥିପାଇଁ ଆମେ ମା ଝିଅ ତମକୁ ଦେଖା କରିବାକୁ ଚାଲି ଆସିଲୁ। ଏପଟେ କାଉମାନେ ବି ତା ଘରକୁ ନିଜ ଘର କରିଦେଇଥିଲେ। ତାପରେ ଗୋଟେ ଦିନ ସନ୍ଧ୍ୟାରେ ରାନୁ ଚଢେଇ ନିଜ ଘରକୁ ଫେରି ଆସିଲା। ମାମା, ଆମେ ତ ତାଲା ଲଗେଇକି ଯାଇଥିଲେ, ଆମ ତାଲା କୁଆଡେ ଗଲା ମାମା? କୋଉ ଚୋର ବୋଧେ ଚୋରେଇକି ନେଇ ଯାଇଥିବ। ଏବେ ଚାଲେ ଆମେ ଘର ଭିତରକୁ ଯିବା। କେଜାଣି ସେ ଚୋର ଆଉ କଣ କଣ ସବୁ ଚୋରେଇକି ନେଇଥିବ। ତାପରେ ସେ ମା ଝିଅ ଘର ଭିତରକୁ ଗଲେ। ସେମାନେ କାଳୁ ଆଉ ଗୋରିକୁ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ। ସେ ଦୁଇ ଜଣ ରାନୁର ଘରେ ଆରାମରେ ବସିଥିଲେ। କାଳୁ, ଗୋରି, ତମେ ଦୁଇ ଜଣ କଣ ମୋ ଘରର ତାଲା ଭାଙ୍ଗିଛ? ଆଉ ମତେ ମିଛ ବି କହିଲ? ମୋ ମା ତ ପୁରାପୁରି ଠିକ ଅଛି। ଏବେ ମୁଁ ଫେରି ଆସିଛି। ଏବେ ତମେ ମାନେ ମୋ ଘରୁ ବାହାରି ଯାଅ। ତୁ ହୋସରେ ଅଛୁ ତ? ତୁ ତ ଏ ଘରକୁ ଆମ ଦୁଇ ଜଣକୁ କେବେଠୁ ବିକ୍ରି କରିଦେଇଛୁ। ମୁଁ ଏ ଘର ପାଇଁ ତତେ ବହୁତ ଟଙ୍କା ଦେଇଛି। ଏବେ ତୁ ଯା, ମୋ ଘରୁ ତୁ ବାହାରି ପଡେ। ଗୌରୀ, ଇଏ ତମେ କେମିତିକା କଥା କହୁଛ? ମୁଁ ମୋ ଘର ତମକୁ କଣ ପାଇଁ ବିକ୍ରି କରିବି? ମୁଁ କଣ ଥଣ୍ଡାରେ ମରିବା ପାଇଁ ତମକୁ ଘର ବିକ୍ରି କରିବି? ଏବେ ଜଲ୍ଦି ମୋ ଘର ଖାଲି କରିଦିଅ, ନହେଲେ ମୁଁ ସମସ୍ତଙ୍କୁ ବଡ ପାଟିରେ ଡାକିବି। ଏମିତି ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେବାକୁ ଲାଗିଲା। ସେ ଦୁଇ ଜଣଙ୍କର ପାଟି ଶୁଣିକି ପଡୋଶୀ ମାନେ ନିଜ ନିଜ ଘରୁ ବାହାରିକି ଆସିଲେ। କଥା କଣ? ତମେ ଦୁଇ ଜଣ ଏମିତି ଝଗଡା କଣ ପାଇଁ କରୁଛ? ପାରା ଭାଇ, ଏମାନେ ମତେ ମୋ ଘରୁ ବାହାର କରିଦଉଛନ୍ତି ଆଉ କହୁଛନ୍ତି ତୁ ଏ ଘରୁ ଚାଲି ଯା। କାଳୁ, ଗୋରି, ଚଢେଇ ଏକଦମ ସତ କଥା କହୁଛି। ଇଏ ତ ଚଢେଇର ଘର। ପାରା, ତମେ ପ୍ରଥମେ ପୁରା କଥାଟା ଶୁଣ। ଏ ଘର ତ ଚଢେଇ ହିଁ ତିଆରି କରିଥିଲା। ହେଲେ କିଛି ଦିନ ପୂର୍ବରୁ ଚଢେଇ ଏ ଘର ଆମକୁ ବିକ୍ରି କରିଦେଇଛି। କାରଣ ତା ମାଙ୍କ ଦେହ ବହୁତ ଖରାପ ହୋଇଥିଲା। ମୋ ଉପରେ ଯଦି ବିଶ୍ୱାସ ନାହିଁ ତାହେଲେ ଚଢେଇକୁ ପଚାର, ସେ ଏତେ ଦିନ କୋଉଠି ଥିଲା। ତଥାପି ଯଦି ଆମ ଉପରେ ବିଶ୍ୱାସ ହଉନି ତାହେଲେ ତମ ସ୍ତ୍ରୀ ଲୁସିକୁ ପଚାର। ହଁ ପାରା, ଏ ଦୁଇ ଜଣ ଠିକ କଥା କହୁଛନ୍ତି। ଏମାନେ ବହୁତ ଦିନ ହେଲା ଏ ଘରେ ରହି ଆସୁଛନ୍ତି। ମୁଁ ଆଙ୍କୁ ଦେଖିଛି। छी छी ଚଢେଇ ଭଉଣୀ, ତମେ ଏ ଘରକୁ ପ୍ରଥମେ ବିକ୍ରି କରିଦେଲ, ଆଉ ଏବେ ହାତକୁ ନେବାକୁ ଚାହୁଁଛ। ହେଲେ କାନ ଖୋଲିକି ଶୁଣ, ଏବେ ଘର କାଳୁ ଆଉ ଗୋରିର। ଚଢେଇ, ଏବେ ଘର ଏ ଦୁଇ ଜଣଙ୍କର। ଚୁପ ହେଇକି ଏଠାରୁ ଚାଲି ଯାଅ। ଏମିତି ସେସବୁ ଚଢେଇ ମାନେ ନିଜ ନିଜ ଘରକୁ ଚାଲିଗଲେ। ବିଚାରୀ ଚଢେଇ ତ ଥଣ୍ଡାରେ ଘର ଥାଇକି ବି ବେଘର ହେଇଗଲା। ତା କଥା କେହି ବି ଶୁଣୁ ନଥିଲେ। ଚୁପ ହେଇଯାଅ ମାମା, ଚୁପ ହେଇଯାଅ। ଆମେ ଆଉ ଗୋଟେ ଘର ତିଆରି କରିଦେବା, ତମେ କାନ୍ଦନି। ଝିଅ ଗୁଡିଆ, ଏବେ ତ ଶୁଖିଲା କାଠ ଆଉ ମିଳିବନି। ମୁଁ ଘର କେମିତି ତିଆରି କରିବି? ଏବେ ତ ଥଣ୍ଡାରେ ହିଁ ଆମକୁ ବଞ୍ଚିବାକୁ ପଡିବ। ଏମିତି କହିକି ଚଢେଇ ତା ଝିଅକୁ ସାଙ୍ଗରେ ନେଇକି ଜଙ୍ଗଲଠୁ ବହୁତ ଦୂରକୁ ଚାଲିଗଲା। ସେମାନେ ଉଡି ଉଡି ଗୋଟେ ଶୁଖିଲା ଉଚ୍ଚା ଗଛ ଉପରେ ବସି ପଡିଲେ। ମାମା, ଏଇ ଦେଖ, ଏବେ ଆମେ ଥଣ୍ଡାରେ ମରିବାନି। ଏ ଥଣ୍ଡାରେ ଆମକୁ ଆମ ପାଇଁ ଘର ମିଳିଗଲା। କୋଉଠି ଗୁଡିଆ? ମତେ ତ କୋଉଠି ବି କାଇଁ କୋଉ ଘର ଦେଖା ଯାଉନି। ତୁ କୋଉ ଘର କଥା କହୁଛୁ? ସେ ଟ୍ରେନ କୁ ଦେଖ ମାମା, ସେ ଟ୍ରେନ ଡବା କେବେଠୁ ଏଇଠି ପଡିକି ଅଛି। ଆମେ ସେଥିରେ ଆରାମରେ ରହିପାରିବା। ତାପରେ ସେ ଦୁଇ ଜଣ ମା ଝିଅ ସେ ଟ୍ରେନ ଡବା ଭିତରକୁ ଚାଲିଗଲେ। ସେ ଟ୍ରେନକୁ ନିଜ ଘର ଭଳି ସଜାଡି ଦେଲେ ଆଉ ସେଠି ରହିବାକୁ ଲାଗିଲେ। ଗୋଟେ ଦିନ ରାତିରେ ସବୁ ଚଢେଇ ମାନେ ନିଜ ନିଜ ଘରେ ଶୋଇଥିଲେ। ସେମାନେ ଜାଣିନଥିଲେ କି ଭୟାନକ ପବନ ଆଉ ବର୍ଷା ହବାର ଅଛି ବୋଲି। ଚାରିଆଡେ ବହୁ ଜୋରେ ବର୍ଷା ଆଉ ଥଣ୍ଡାର ପାଗ ଥିଲା। କାଳୁ, ମତେ ବହୁତ ଜୋରେ ଡର ଲାଗୁଛି। ଏତେ ଜୋରେ ବର୍ଷା ମୁଁ କେବେ ବି ଦେଖିନି, ସିଏ ପୁଣି ଏଇ ଶୀତ ଋତୁରେ।
ଗୋରି ଏତିକି କହିଛି କି ନାଇଁ ସାଙ୍ଗେ ସାଙ୍ଗେ ତାଙ୍କ ଘର ପବନରେ ଲେଉଟି ପଡିଲା। ସେମାନେ ବହୁତ କଷ୍ଟରେ ନିଜ ଜୀବନ ବଞ୍ଚାଇଲେ। ପୁରା ଜଙ୍ଗଲ ପାଣିରେ ବୁଡିଗଲା। ସବୁ ଚଢେଇ ମାନେ ବଡ ବଡ ଗଛ ଉପରେ ବସି ପଡିଲେ। ଚଢେଇ ମାନେ ଆମକୁ ଜଲ୍ଦି ଜଲ୍ଦି କିଛି ଶୁଖିଲା ଜାଗା ଦେଖିବାକୁ ପଡିବ, ନହେଲେ ଆମେ ବର୍ଷାରେ ଆଉ ଥଣ୍ଡା ପାଗରେ ମରିଯିବା। ହେଲେ କୁଆଡେ ଯିବା? ପୁରା ଜଙ୍ଗଲ ତ ବୁଡିଗଲାଣି, ଚାରିଆଡେ ଖାଲି ପାଣି ହିଁ ପାଣି। ସାଙ୍ଗମାନେ ଆମେ ସମସ୍ତେ ଏକାଠି ରହିବା, ଆମେ ସମସ୍ତେ ଏକା ସାଙ୍ଗରେ ଏଠୁ ବାହାରିବା। ତାପରେ ସେସବୁ ଚଢେଇ ବି ଜଙ୍ଗଲରୁ ବାହାରି ଗଲେ। ବର୍ଷା ବହୁତ ଜୋରେ ହଉଥିଲା। ଚଢେଇ ସେସବୁ ଚଢେଇଙ୍କୁ ବର୍ଷାରେ ଉଡୁଥିବାର ଦେଖିଲା। ସେ ଜଲ୍ଦି ସମସ୍ତଙ୍କୁ ନିଜ ଟ୍ରେନ ଘରକୁ ଡାକିଦେଲା। ଚଢେଇ ଭଉଣୀ, ତମକୁ ବହୁତ ବହୁତ ଧନ୍ୟବାଦ, କାରଣ ତମେ ଆମକୁ ନିଜ ଟ୍ରେନ ଘରକୁ ଡାକିଲ, ନହେଲେ ଆମେ ଆଜି ସମସ୍ତେ ମରି ଯାଇଥାନ୍ତୁ। କିଛି କଥା ନାହିଁ ଶୁଆ, ତମେ ସମସ୍ତେ ପାଗ ବଦଳିବା ପର୍ଯ୍ୟନ୍ତ ଏଇଠି ରହିପାର। ମୋ ପାଖରେ ଖାଇବା ବି ଅଛି, କେହି ବି ଭୋକରେ ରହିବନି। ଚଢେଇର ଏମିତି କଥା ଶୁଣିକି କାଳୁ ଆଉ ଗୋରିଙ୍କର ଲାଜରେ ମୁଣ୍ଡ ତଳକୁ ହୋଇଗଲା। ଚଢେଇ, ଆମକୁ କ୍ଷମା କରିଦିଅ। ତମ ହୃଦୟ କେତେ ବଡ, ସବୁ କିଛି ଭୁଲି ଯାଇଛ। ଆମେ ମିଛ କହିକି ତମଠୁ ତମ ଘର ଛଡେଇକି ଆଣିଲୁ। ଆମକୁ ବହୁତ ଲାଜ ଲାଗୁଛି, ଦୟାକରି ଆମକୁ କ୍ଷମା କରିଦିଅ। କିଛି କଥା ନାହିଁ ଗୋରି, ହେଲେ ଆଗକୁ ଏମିତି ଆଉ କାହା ସହିତ ବି କରିବନି, ଯେମିତି ମୋ ସହିତ କରିଲ। ଏମିତି ସେମାନେ ସମସ୍ତେ ଜଙ୍ଗଲ ଶୁଖିବା ପର୍ଯ୍ୟନ୍ତ ସେ ଟ୍ରେନ ଘରେ ଖୁସିରେ ରହିବାକୁ ଲାଗିଲେ। ବର୍ଷା ଋତୁ ଚାଲିଥିଲା। ଚଢେଇ ଝିଅର ବାହାଘର ବି ହବାର ଥିଲା, ଆଉ ବରଯାତ୍ରୀ ଆସୁଥିଲେ। ଝିଅ କୁକୁ, ତୁ ଜଲ୍ଦି ଗାଧେଇକି ପାର୍ଲରକୁ ଯା। ମାମା, ମୁଁ ଗାଧେଇବିନି, ଆଜି ବହୁତ ଜୋରେ ଥଣ୍ଡା ଲାଗୁଛି। ଆରେ ଝିଅ କୁକୁ, ଆଜି ପରା ତୋର ବାହାଘର, ଆଜି ତ ତତେ ନିଶ୍ଚୟ ଗାଧେଇବାକୁ ପଡିବ। ହେଲେ ମାମା, ଏ ବର୍ଷା ଯୋଗୁ ମୋର ଥଣ୍ଡା ହେଇଯାଇଛି। ଆଉ ଏମିତିରେ ବି ତମେ ମତେ ନିଜେ କହିଥିଲ, ଯେବେ ଥଣ୍ଡା ହବ ସେତେବେଳେ ଗାଧେଇବା କିଛି ଆବଶ୍ୟକ ନାହିଁ। ହଁ ହଁ, ମୁଁ କହିଥିଲି, ହେଲେ ଆଜି ପରା ତୋର ବାହାଘର, ତତେ ଆଜି ନିଶ୍ଚୟ ଗାଧେଇବାକୁ ପଡିବ। ତାପରେ କୁକୁ ତା ମାମାର କଥା ମାନିଲା, ଆଉ ନଈକୁ ଗାଧେଇବାକୁ ଗଲା। ଆରେ ବାପରେ ବାପ, ଏ ପାଣି କେତେ ଥଣ୍ଡା! ଏ ପାଣିରେ ଗାଧେଇଲେ ତ ମୋର ଥଣ୍ଡା ହେଇକି କଫ ଜମିଯିବ। ଠିକ ସେତିକି ବେଳେ ତା ସାଙ୍ଗ କାଳି ସେଠାକୁ ଆସିଗଲା। କାଳି, ତୁ ଏଠିକି ଆସିକି ଭଲ କଲୁ, ମୁଁ ବହୁତ ବଡ ଚିନ୍ତାରେ ଅଛି। ମୁଁ ଜାଣିଛି କୁକୁ, ତୁ ଏଠି ବସିକି କଣ ଭାବୁଛୁ? ତୋର ଥଣ୍ଡା ପାଣିରେ ଗାଧେଇବା ପାଇଁ ଟିକେ ବି ଇଚ୍ଛା ନାହିଁ। ହଁ ହଁ କାଳି, ଏବେ ତୁ ହିଁ କହ, ମୁଁ ଏବେ କଣ କରିବି? ମାମା ମତେ ଜବରଦସ୍ତି ଗାଧେଇବାକୁ ଛାଡିଦେଲେ। ତାହେଲେ ଏଥିରେ ଚିନ୍ତା କରିବାର କଣ କଥା ଅଛି? ତୁ ତ ମାମାକୁ ମିଛ କଥା କହିଦବୁ କି ମୁଁ ଗାଧେଇକି ଆସିଛି ବୋଲି। ଠିକ ଅଛି କାଳି, ମୁଁ ଏବେ ଆଉ ଗାଧେଇବିନି। ଆଉ ତୁ ବି ମୋ ମାମାକୁ କହିଦବୁ କି କୁକୁ ମୋ ସାମ୍ନାରେ ଗାଧେଇଥିଲା। ଠିକ ଅଛି, ମୁଁ ତ ମିଛ କଥା କହିଦେବି, ହେଲେ ତୁ ତ ମୁହଁରେ ଟିକେ ପାଣି ଛିଞ୍ଚି ଦେ। ତାପରେ କୁକୁ ଚଢେଇ ଠିକ ଏମିତି ହିଁ କଲା। ସେ ତା ମୁହଁକୁ ଟିକେ ପାଣିରେ ଓଦା କରିଦେଲା, ଆଉ ତାପରେ ସେ ଦୁଇ ଜଣ ଘରକୁ ଫେରିଗଲେ। କୁକୁ, ତୋର ଗାଧେଇବା ଏତେ ଲେଟ୍ କଣ ପାଇଁ ହେଲା? ବରଯାତ୍ରୀ ତାଙ୍କ ଘରୁ ବାହାରିକି ଆସିଲେଣି, ତୁ ଏବେ ଜଲ୍ଦି ଜଲ୍ଦି ପାର୍ଲରକୁ ଯା। ତାପରେ କୁକୁ ଚଢେଇ ଗୋରିକାଉର ପାର୍ଲରକୁ ଗଲା। ଆସିଗଲୁ କୁକୁ, ତୁ ତ 2ଟାରେ ଆସିବାର ଥିଲା, ହେଲେ ଏତେ ଲେଟ୍ କଣ ପାଇଁ ହେଲା? ମୁଁ କଣ କହିବି ଗୋରି ଆଣ୍ଟି, ବହୁତ ଜୋରେ ବର୍ଷା ହଉଛି, ସେଥିପାଇଁ ମୋର ଏତେ ଲେଟ୍ ହେଇଗଲା। ଝିଅ କୁକୁ, ଆଜି ତ ତୋ ବାହାଘର, ଆଉ ବାହାଘର ଦିନ ଏତେ ଲେଟରେ ଉଠନ୍ତିନି। ଠିକ ଅଛି ଆଣ୍ଟି, ଏବେ ତମେ ମୋର ଜଲ୍ଦି ଜଲ୍ଦି ମେକଅପ୍ କର। କୁକୁ, ଏତେ ଜଲ୍ଦି ଭଲ ମେକଅପ୍ ହୁଏନି, କିଛି ସମୟ ଲାଗିବ, ଏତେ ବ୍ୟସ୍ତ ହେଲେ କଣ ଚଳିବ? ଏମିତି କହିକି ଗୋରିକାଉ କୁକୁର ମେକଅପ୍ କରିବା ଆରମ୍ଭ କରିଦେଲା। ଝିଅ କୁକୁ, ତୁ ତ ଆଖି ବନ୍ଦ କରେ, ମୁଁ ପ୍ରଥମେ ଆଇ ମେକଅପ୍ କରିବି। ଠିକ ଅଛି ଆଣ୍ଟି, ଯାହା ବି କରୁଛ କର, ହେଲେ ଟିକେ ଜଲ୍ଦି କର, ମତେ ବହୁତ ଜୋରେ ଥଣ୍ଡା ଲାଗୁଛି। ଠିକ ଅଛି କୁକୁ, ମୁଁ ତୋର ମେକଅପ୍ ଜଲ୍ଦି କରିବି। ନେ, ତୁ ଏ ଶାଲକୁ ଘୋଡେଇ ହେଇଯା, ଯାହା ଫଳରେ ତତେ ଟିକେ କମ ଥଣ୍ଡା ଲାଗିବ। ତାପରେ କୁକୁ ଚଢେଇ ଶାଲ ଘୋଡେଇ ହେଇଗଲା, ଆଉ ନିଜର ମେକଅପ୍ କରେଇଲା। ଏପଟେ କୁକୁର ବରଯାତ୍ରୀ ଆସି ଯାଇଥିଲେ। ସମସ୍ତେ କୁକୁର ଆସିବାକୁ ଅପେକ୍ଷା କରିଥିଲେ। ରାନୁ ଭଉଣୀ, କୁକୁ କାଇଁ? ଶୁଭ ମୁହୂର୍ତ୍ତ ପରା ଗଡି ଯାଉଛି,
ତମେ ଜଲ୍ଦି ଜଲ୍ଦି କୁକୁକୁ ଡାକ। ଭଉଣୀ ତମେ ଚାଲ, ମୁଁ ଏବେ କୁକୁକୁ ନେଇକି ଆସୁଛି, ବାସ୍ କିଛି ସମୟ ଲାଗିବ। ରାନୁ ଚଢ଼େଇକୁ ତ ବହୁତ ରାଗ ଲାଗୁଥିଲା। ଆଉ ସେ ପାରାକୁ ଡାକିକି କହିଲା, ପାରା ଭାଇ ତମେ ଜଲ୍ଦି ଗୋରିକାଉର ପାର୍ଲରକୁ ଯାଅ। ଇଏ କଣ କହୁଛ ରାନୁ ଭଉଣୀ? ମୁଁ ପାର୍ଲର କଣ ପାଇଁ ଯିବି? ମୁଁ କଣ ମୋର ମେକଅପ୍ କରେଇବାକୁ ଯିବି ନା କଣ? ନାଇଁ ପାରା ଭାଇ, ତମେ କୁକୁକୁ ଆଣିବାକୁ ପାର୍ଲରକୁ ଯିବ, ତମ ମେକଅପ୍ କରିବାକୁ ନୁହେଁ। ସେ ଏ ପର୍ଯ୍ୟନ୍ତ ବି ଆସିନି। ତାପରେ ପାରା ଗୋରିକାଉର ପାର୍ଲରକୁ ଗଲା। ଆରେ ଗୋରି ଆଣ୍ଟି, ତମେ ମୋର କେମିତିକା ମେକଅପ୍ କରିଛ? ମତେ ତ ଜମା ବି ଭଲ ଲାଗୁନି। କୁକୁ, ତୁ ତ କହିଥିଲୁ କି ମେକଅପ୍ ଜଲ୍ଦି ଜଲ୍ଦି କରିବା ପାଇଁ, ଆଉ ଜଲ୍ଦି ମେକଅପ୍ କଲେ ତ ଏମିତି ହିଁ ହେଇଥାଏ। ଆଉ ଏମିତିରେ ବି ତୁ ତ ବହୁତ ସୁନ୍ଦର ଦେଖାଯାଉଛୁ। ନାଇଁ ଆଣ୍ଟି, ତମେ ମିଛ କହୁଛ। ତମେ ତ ମତେ ଡାହାଣୀ ଭଳି ସଜେଇ ଦେଇଛ। ମୁଁ ଏମିତି ମେକଅପ୍ ନେଇକି ଘରକୁ ଯିବିନି। ଠିକ ଅଛି କୁକୁ, ଯଦି ଯିବାର ନାହିଁ ତାହେଲେ ନ ଯା। ବାହାଘର ତ ମୋର ନୁହେଁ ନା, ମତେ କିଛି ଫରକ ପଡିବନି। ଗୋରିକାଉର ଏମିତି କଥା ପାରା ଶୁଣିଗଲା। ଆଉ ସେ କହିଲା, ଗୋରି, ଝିଅ କୁକୁ ଠିକ କଥା କହୁଛି। ତମେ ତ ତାକୁ ମେକଅପ୍ ନାଁରେ ଡାହାଣୀ ଭଳି ମେକଅପ୍ କରିଛ। ତୁ ଯଦି ମେକଅପ୍ ବିଷୟରେ ଏତେ ସବୁ ଜାଣିଛୁ ତାହେଲେ ନିଜେ କରିଦେଲୁନି, ମୋ ପାଖକୁ କଣ ପାଇଁ ଛାଡିଲୁ? ହଁ ହଁ ଗୋରି, ଇଏ ତ ସତ କଥା। ତତେ ତ କିଛି କରିବା ହିଁ ଆସେନି। ତୁ ବାସ୍ ଏମିତି ପାର୍ଲରଟେ ଖୋଲିକି ବସି ପଡିଛୁ। ସେ ଦୁଇ ଜଣଙ୍କ ଭିତରେ ଏମିତି ପାଟି ଚାଲିଥିଲା। ଆଉ ଏପଟେ କୁକୁର ଶାଶୁ ବାରମ୍ବାର ରାନୁ ଚଢ଼େଇକୁ ପଚାରୁଥିଲା, ଭଉଣୀ କଥା କଣ? ସତ କଥା କୁହ, ତମେ ଆମକୁ କିଛି ଲୁଚଉନ ତ? ନାଇଁ ନାଇଁ ଭଉଣୀ, ମୁଁ ବା ତମକୁ କଣ ଲୁଚେଇବି? କୁକୁ ତ ପାର୍ଲର ଯାଇଛି, ଏ ପର୍ଯ୍ୟନ୍ତ ସେ ମେକଅପ୍ ହେଇକି ଘରକୁ ଫେରିନି। କେଜାଣି ଏତେ ସମୟ ସେ କଣ ପାଇଁ ନଉଛି? କଣ ହେଲା ଭଉଣୀ, କୁକୁ ଏ ପର୍ଯ୍ୟନ୍ତ ପାର୍ଲରରୁ ଫେରିନି? ହେ ଭଗବାନ, ଆମେ ତ ଆଉ କଣ କଣ ଭାବିଥିଲୁ। ହଁ ଭଉଣୀ, କୁକୁ ଏ ପର୍ଯ୍ୟନ୍ତ ବି ପାର୍ଲରରୁ ଫେରିନି। ତମେ ଯଦି ଖରାପ ନ ଭାବ ତାହେଲେ ମୁଁ ଯାଉଛି, କୁକୁକୁ ନେଇକି ଆସିବି। ହଁ ହଁ ରାନୁ ଭଉଣୀ, ମୁଁ ଏପଟେ ସବୁ ସମ୍ଭାଳୁଛି। ତମେ ଜଲ୍ଦି ଯାଇକି କୁକୁକୁ ନେଇକି ଆସ। ତାପରେ ରାନୁ ଚଢ଼େଇ ଗୋରିକାଉର ପାର୍ଲରକୁ ଗଲା। ସେଠି ପାରା ଆଉ ଗୋରିକାଉ ଭିତରେ ଝଗଡା ଲାଗିଥିଲା। ଆରେ ପାରା ଆଉ ଗୋରି, ତମେ ଦୁଇ ଜଣ ଏମିତି ଝଗଡା କଣ ପାଇଁ କରୁଛ? ଆଉ ପାରା, ମୁଁ ତ ତମକୁ କୁକୁକୁ ଆଣିବା ପାଇଁ ଛାଡିଥିଲି। ରାନୁ ଚଢ଼େଇ, ମୁଁ କୁକୁକୁ ବହୁତ ଭଲ ଭାବରେ ମେକଅପ୍ କରିଛି, ହେଲେ ଦୁଇ ଜଣଙ୍କୁ ପସନ୍ଦ ହିଁ ହଉନି। ତାପରେ ରାନୁ ଚଢ଼େଇ ତା ଝିଅକୁ ଦେଖିଲା। କୁକୁ ତ ଗୋଟେ ପଟକୁ ମୁହଁ କରିକି କାନ୍ଦୁଥିଲା। ମାମା ମାମା, ଏ ଗୋରି ଆଣ୍ଟି ମୋର ବହୁତ ଖରାପ ମେକଅପ୍ କରିଛନ୍ତି। ଏମିତି ମେକଅପ୍ ମତେ ଟିକେ ବି ଭଲ ଲାଗୁନି। ରାନୁ ଚଢ଼େଇକୁ ବି କୁକୁର ମେକଅପ୍ ଟୋଟାଲ ଭଲ ଲାଗୁନଥିଲା। ଆଉ ସେ ଗୋରିକାଉକୁ କହିଲା, ଗୋରି ଭଉଣୀ, ତମେ ତ କହିଥିଲ କି ତମେ ବହୁତ ଭଲ ମେକଅପ୍ କରୁଛ ବୋଲି, ସେଥିପାଇଁ ମୁଁ ମୋ ଝିଅକୁ ତମ ପାଖକୁ ଛାଡିଲି। ନହେଲେ ଇୟାଠୁ ଭଲ ମେକଅପ୍ ତ ମୋ ଝିଅ ନିଜେ ହିଁ କରିଦବ। ରାନୁ ଚଢ଼େଇ, ଇଏ ମେକଅପ୍ ବହୁତ ଭଲ। ତମ ସମସ୍ତଙ୍କର ଆଖି ପୁରା ଖରାପ ହେଇଯାଇଛି। ବାସ୍ ମତେ ମୋର ପଇସା ଦେଇଦିଅ, ଆଉ ଏଠୁ ଚାଲିଯାଅ। ଗୋରି ଆଣ୍ଟି, ଏ ମେକଅପ୍ ପାଇଁ ତମକୁ ଗୋଟେ ବି ପଇସା ମିଳିବନି। ମୁଁ ଏ ମେକଅପ୍ ଏବେ ହିଁ ଧୋଇ ଦଉଛି। ଏମିତି କହିକି କୁକୁ ଗୋରିକାଉର ଟାଉଲେ ତା ମୁହଁ ପୋଛିଦେଲା, ଯାହାକୁ ଦେଖିକି ଗୋରିକାଉ ବହୁତ ଜୋରରେ ରାଗିଗଲା। ଦେଖେ ରାନୁ ଚଢ଼େଇ, ମୁଁ କିଛି ଜାଣିନି। ତମ ଝିଅର ମେକଅପ୍ରେ ମୋର 1000 ଟଙ୍କା ଖର୍ଚ୍ଚ ହେଇଛି। ସେ ପଇସା ନ ଦେଲା ପର୍ଯ୍ୟନ୍ତ ମୁଁ ତମକୁ କୁଆଡେ ବି ଛାଡିବିନି। ଗୋରିକାଉ, ତତେ ମେକଅପ୍ ପାଇଁ ଗୋଟେ ବି ପଇସା ମିଳିବନି। ହେଲେ ତୋ ପାଇଁ କୁକୁର ବହୁତ ଲେଟ୍ ହେଇଗଲା। ତାପରେ ସେ ତିନି ଜଣ ଘରକୁ ଫେରି ଆସିଲେ। କୁକୁ ବାହାଘର ପାଇଁ ପ୍ରସ୍ତୁତ ହୋଇନଥିବାର ଦେଖି ପୁଅର ମା ତାକୁ ପ୍ରଶ୍ନ କଲା। ତାପରେ ରାନୁ ଚଢ଼େଇ ପାର୍ଲରରେ ଘଟିଥିବା ସବୁ ଘଟଣା ବିଷୟରେ କହିଲା। କିଛି କଥା ନାହିଁ ଝିଅ, ତୁ ଚିନ୍ତା କରନି। ମୁଁ ଏବେ ହିଁ ତୋର ଭଲ ଭାବରେ ମେକଅପ୍ କରିଦେବି। କଣ କହିଲ ଭଉଣୀ, ତମକୁ ମେକଅପ୍ କରିବା ଆସୁଛି? ହଁ ହଁ ଭଉଣୀ, ମତେ ତ ଅଳ୍ପ ବହୁତ ମେକଅପ୍ କରିବା ଆସୁଛି। ଆଉ ଏମିତିରେ ବି ଝିଅ କୁକୁ ତ ବହୁତ ସୁନ୍ଦର। ତମେ ଦେଖିବ, ମୁଁ କୁକୁର ମେକଅପ୍ ବହୁତ ଜଲ୍ଦି ଜଲ୍ଦି କରିଦେବି। ତାପରେ ପୁଅର ମା କୁକୁର ମେକଅପ୍ କରିବା ଆରମ୍ଭ କରିଦେଲା। ସେ କିଛି ସମୟ ପରେ କୁକୁର ମେକଅପ୍ ସାରିଦେଲା। ଆରେ ବା ଆଣ୍ଟି, ତମେ ତ ମୋର ମନ ପସନ୍ଦର ମେକଅପ୍ କରିଦେଲ। ମୁଁ ବହୁତ ସୁନ୍ଦର ଦେଖାଯାଉଛି। ସତରେ ଭଉଣୀ, ତମକୁ ତ ମେକଅପ୍ କରିବା ପୁରା ସମ୍ପୂର୍ଣ୍ଣ ଜଣା ଅଛି।
କେତେ ସୁନ୍ଦର ଭାବରେ କୁକୁକୁ ମେକଅପ୍ କରିଛ। ଆରେ ନାଇଁ ଭଉଣୀ, ଏସବୁ ତ ଏମିତି ହିଁ କରିଦେଲି। ଏବେ ଝିଅ କୁକୁକୁ ଜଲ୍ଦି ମଣ୍ଡପକୁ ନେଇ ଚାଲ। ତମ ସମସ୍ତଙ୍କୁ ଆମେ ବହୁ ସମୟ ହେଲାଣି ଅପେକ୍ଷା କରିଛୁ। ତାପରେ କୁକୁ ଚଢେଇକୁ ମଣ୍ଡପକୁ ନେଇକି ଗଲେ। ତାପରେ କୁକୁ ଚଢେଇର ବାହାଘର ଚିଣ୍ଟୁ ଚଢେଇ ସହିତ ବହୁତ ଧୁମଧାମରେ ହେଲା।